କିନ୍ତୁ ବଡ଼ କଥା ହେଉଛି ହୀରାକୁଦ ଡ୍ୟାମ୍ରୁ ଆଜି ଆଉ ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବ ନାହିଁ। ଏଇଥିପାଇଁ ଯେହେତୁ ଡ୍ୟାମ୍ର ଉପରମୁଣ୍ଡ ଅଞ୍ଚଳରୁ ଛତିଶଗଡ଼ ଅଞ୍ଚଳରୁ ବନ୍ୟା ଜଳ ପ୍ରବାହ କମିଛି ଏବଂ ଏଥିସହିତ ବଡ଼ କଥା ହେଉଛି ଯେ ତଳ ଅଞ୍ଚଳରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କାକୁ ଏଡ଼ା ଯାଇପାରିଛି। ବର୍ତ୍ତମାନ 22ଟି ଗେଟ୍ ଦେଇକି ବନ୍ୟା ଜଳ ନିଷ୍କାସନ ହେଉଛି। ଆମେ ହୀରାକୁଦ ଡ୍ୟାମ୍ର ତଳମୁଣ୍ଡରେ ରହିଛି। ଆପଣ ଦେଖନ୍ତୁ ଇଏ ହେଉଛି ମହାନଦୀର ଦୃଶ୍ୟ। 22ଟି ଗେଟ୍ ଖୋଲିବା ପରେ ଫୁଲିଛି ମହାନଦୀ। କିନ୍ତୁ ଡ୍ୟାମ୍ର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଏହି 22ଟି ଗେଟ୍ ଆଜି ଦିନ ତମାମ ଖୋଲା ରହିବ ଏବଂ ଡ୍ୟାମ୍ର ଜଳପତନ 624ରୁ ତଳକୁ ଖସିଲାଣି। ଟାର୍ଗେଟ୍ ରଖାଯାଇଛି 614 ପର୍ଯ୍ୟନ୍ତ। ଆଉ ଏବେ ଯେହେତୁ ଡ୍ୟାମ୍ର ଉପର ମୁଣ୍ଡରେ ବନ୍ୟା ଜଳ ପ୍ରବେଶ ପରିମାଣ କମିଛି ଏବଂ ବର୍ଷା ମଧ୍ୟ ନାହିଁ ଏବଂ ଆଗାମୀ 2 ଦିନ ପର୍ଯ୍ୟନ୍ତ ମଧ୍ୟ ବର୍ଷା ହେବ ନାହିଁ ବୋଲି ଯାହା ପାଣିପାଗ ବିଭାଗର ପୂର୍ବ ଆକଳନ ରହିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି। ତେଣୁ ଏହି 22ଟି ଦେଇକି ଯେହେତୁ ଇନଫ୍ଲୋ ଅପେକ୍ଷା ଆଉଟଫ୍ଲୋ ଯଥେଷ୍ଟ ଅଧିକ ଅଛି, ତେଣୁ କ୍ରମାଗତ ଭାବେ ଡ୍ୟାମ୍ର ଜଳ ପତ୍ତନ ହ୍ରାସ ପାଇ ଚାଲିଛି, ଯାହାକି ଏବେ 624 ତଳକୁ ଖସିଲାଣି। ଇଏ ମଧ୍ୟ ଆସନ୍ତା କାଲି ସୁଦ୍ଧା 620ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ତେବେ ଡ୍ୟାମ୍ର ଜଳପତ୍ତନକୁ 614 ଫୁଟକୁ ଆଣିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିସହିତ ଆଶ୍ୱସ୍ତିର କଥା ହେଉଛି ଯେ ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ। ଯଦି ଡ୍ୟାମ୍ର ଜଳପତ୍ତନ ବଢ଼ିଥାନ୍ତା, ଇନଫ୍ଲୋ ବଢ଼ିଥାନ୍ତା, ତାହେଲେ 22ରୁ ଅଧିକ ଗେଟ୍ ଖୋଲିବାକୁ ପଡ଼ିଥାନ୍ତା, ଯାହାକି ତଳମୁଣ୍ଡରେ ହୁଏତ ବନ୍ୟା ବିପତ୍ତି ସୃଷ୍ଟି କରିଥାନ୍ତା। କିନ୍ତୁ ବର୍ତ୍ତମାନ ପାଇଁ ଗୋଟିଏ କଥା ବଡ଼ କଥା ହେଉଛି ଯେ ଉପକୂଳ ଅଞ୍ଚଳରେ କୌଣସି ଲୋକମାନଙ୍କ ପାଇଁ ଆତଙ୍କିତ ହେବାର ବା ଆଶଙ୍କିତ ହେବାର କୌଣସି ନାହିଁ, କିଛି ସମ୍ଭାବନା ନାହିଁ। ତେଣୁ ବନ୍ୟା ଆଶଙ୍କା ଟଳିଛି, ଡ୍ୟାମ୍କୁ ଇନଫ୍ଲୋ କମୁଛି, ଜଳପତ୍ତନ ହ୍ରାସ ଘଟୁଛି ଏବଂ ଏହି 22ଟି ଗେଟ୍ ବର୍ତ୍ତମାନ ଜାରି ରହିବ। ଏବଂ ଯଦି ପୁଣି ସେମାନେ ଛତିଶଗଡ଼ର ଜଳସମ୍ପଦ ବିଭାଗ ସହିତ ଟଚ୍ରେ ଅଛନ୍ତି, ଏକ୍ସଚେଞ୍ଜ ଅଫ୍ ଡାଟା ଚାଲିଛି, ତଥ୍ୟ ଆଦାନ ପ୍ରଦାନ ଛତିଶଗଡ଼ର କିଛି ରହିଛି। ଦେଖନ୍ତୁ ଏବେ ବନ୍ଦ ହେବ ନାହିଁ ଏଇଥିପାଇଁ ଯେହେତୁ ଏବେ ମଧ୍ୟ ଜଳପତ୍ତନ 624 ଫୁଟରୁ ଜଷ୍ଟ ତଳକୁ ଖସିଛି। ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି 630 ଫୁଟ। ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଶ୍ଚୟ ଚାହୁଁଛନ୍ତି ଯେ ଡ୍ୟାମ୍ର ଜଳପତ୍ତନକୁ 614 ଫୁଟକୁ ଆଣିବା ପାଇଁ। ସେଇଥିପାଇଁ 22ଟି ଗେଟ୍ ଖୋଲା ରହିବ। ଯେହେତୁ ଇନଫ୍ଲୋ କମୁଛି, ଆଉଟଫ୍ଲୋ କନଷ୍ଟାଣ୍ଟ ଅଛି, ତେଣୁ ଏହି ଧାରା ଯଦି ଅବ୍ୟାହତ ରହେ ଧୀରେ ଧୀରେ ଡ୍ୟାମ୍ର ଜଳପତ୍ତନ ହ୍ରାସ ଘଟିବ ଏବଂ ଯାହା ଟାର୍ଗେଟ୍ ରଖାଯାଇଛି 614 ଫୁଟକୁ ଆଣିବା ପାଇଁ ଏଇଥିପାଇଁ ରଖାଯାଉଛି। ଯଦି ପୁଣି ବର୍ଷା ହୁଏ ତାହେଲେ ଡ୍ୟାମ୍ରେ ପର୍ଯ୍ୟାପ୍ତ ଜାଗା ରହିବ ଡ୍ୟାମ୍କୁ ଫିଲ୍ଅପ୍ ହେବା ପାଇଁ। ତେଣୁ ସେଥିପାଇଁ ବର୍ତ୍ତମାନ ଖସାଯିବ ଜଳପତ୍ତନକୁ, ଜଳସ୍ତର କମାଇବା ପାଇଁ ଚେଷ୍ଟା କରୁଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ଏବଂ 22ଟି ଗେଟ୍ ଦେଇକି ଜଳ ନିଷ୍କାସନ ବର୍ତ୍ତମାନ ଜାରି ରହିଛି। ଯେହେତୁ 624 ଛୁଇଁ 625 ଅତିକ୍ରମ କରି ସାରିଥିଲା, କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଯେହେତୁ ଜଳପତ୍ତନ ଇନଫ୍ଲୋ କମିଲା, ତେଣୁ ଆଉଟଫ୍ଲୋ କନଷ୍ଟାଣ୍ଟ ଥିଲେ ମଧ୍ୟ ତଳମୁଣ୍ଡରେ ସେ ବନ୍ୟା ଆଶଙ୍କା ସୃଷ୍ଟି କରିବନି। ଆପଣ ଯାହା କହୁଥିଲେ ଗେଟ୍ ବନ୍ଦ ହେବ କି ନାହିଁ, ଗେଟ୍ ଅଧିକ ଖୋଲା ହେବ ନାହିଁ କିମ୍ବା ଗେଟ୍ ବନ୍ଦ ହେବ ନାହିଁ। ଏହି 22ଟି ଗେଟ୍ ଚାଲିବ। ଆଜି ପାଇଁ ଯଦି କହିବା ସୂଚନା ଯାହା ହୀରାକୁଦ ଡ୍ୟାମ୍ର ମୁଖ୍ୟ ଯନ୍ତ୍ରୀ ସ୍ପଷ୍ଟ କରୁଥିଲେ, କିଛି ସମୟ ପୂର୍ବରୁ ଆମେ କଥା ହେଉଥିଲୁ ଯେ ଆଜି 22ଟି ଗେଟ୍ ସେମିତି ଖୋଲା ରହିବ, ଅଧିକ ସଂଖ୍ୟକ ଗେଟ୍ ବଢ଼ିବ ନାହିଁ କିମ୍ବା କମିବ ନାହିଁ। ଏଇଥିପାଇଁ ଜଳପତ୍ତନକୁ ହ୍ରାସ କରିବା ବର୍ତ୍ତମାନ ଲକ୍ଷ୍ୟ ରହିଛି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କର। କାରଣ ମାତ୍ର ଆଉ 600 ପାଖାପାଖି 6 ଫୁଟ ଯେହେତୁ ରହିଛି ଡ୍ୟାମ୍ ଫିଲ୍ଅପ୍ ହେବା ପାଇଁ, ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଚାହୁଁଛନ୍ତି ଯେ ଜଳପତ୍ତନକୁ 614 ଫୁଟକୁ ଆଣିବା ପାଇଁ। ସେଇଥିପାଇଁ ଆଉ ବଡ଼ ଧରଣର ବର୍ଷା ମଧ୍ୟ ସମ୍ଭାବନା ବର୍ତ୍ତମାନ ଯେହେତୁ ନାହିଁ, ଇଏ ଗୋଟେ ପ୍ରକୃଷ୍ଟ ସମୟ ଡ୍ୟାମ୍ର ଜଳପତ୍ତନକୁ ହ୍ରାସ କରିବା। ତେଣୁ 22ଟି ହୁଏତ ଆସନ୍ତାକାଲି ହୁଏତ ଗୋଟିଏ 2ଟି ଗେଟ୍ ଖୋଲିପାରେ, କାରଣ ବନ୍ଦ ହୋଇପାରେ, କାରଣ ଯେହେତୁ 22ଟି ଗେଟ୍ ଖୋଲିବା ପରେ ସମ୍ବଲପୁର ସୋନପୁର 15 ନମ୍ବର ରାଜ୍ୟ ରାଜପଥର ଯେଉଁ ମାଳତୀଗୁଣ୍ଡରପୁର ବ୍ରିଜ୍ ସେଠି ପାଖାପାଖି 2 ଫୁଟ ପାଣି ଚାଲୁଛି। ତେଣୁ 2ଟି ଗେଟ୍ ବନ୍ଦ ହେଲେ ସେ ସମସ୍ୟା ମଧ୍ୟ ଦୂର ହୋଇଯିବ। ତେଣୁ ଆଜି ପାଇଁ ଅନ୍ତତଃ ଗୋଟିଏ ସ୍ପଷ୍ଟତାର ସହିତ କୁହାଯାଇପାରେ ଯେ ଆଜି 22ଟି ଗେଟ୍ ଏମିତି ଖୋଲା ରହିବ। ଆସନ୍ତାକାଲି ହୁଏତ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇପାରେ, ଗେଟ୍ ସଂଖ୍ୟା ସେତିକି ରହିବ ନା ବଢ଼ାଯିବ ନା କମାଯିବ। କିନ୍ତୁ ବନ୍ୟା ଯେତିକି ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଛି ତାହା ତଳମୁଣ୍ଡରେ କୌଣସି ବନ୍ୟା ବିପତ୍ତି ସୃଷ୍ଟି କରିବ ନାହିଁ। ଉପକୂଳ ଅଞ୍ଚଳ ପାଇଁ, ମହାନଦୀ ଅବବାହିକାର ତଳମୁଣ୍ଡରେ ରହୁଥିବା ଲୋକମାନଙ୍କ ପାଇଁ ଇଏ ହେଉଛି ଗୋଟେ ବଡ଼ ଆଶ୍ୱସ୍ତିକର ଖବର।